आज ମୁଁ ଆଣିଛି ଆପଣଙ୍କ ପାଇଁ ଭେଣ୍ଡି ଆଳୁର ଗୋଟେ ନୂଆ ଉପାୟରେ ଭଜା। ଖାଇବା ପାଇଁ ବହୁତ ଭଲ ଲାଗେ। ଆପଣ ରୁଟି, ପରଟା, ଭାତ, ଗରମ ଭାତ, ପଖାଳ ସବୁ ସହିତ ଖାଇପାରିବେ। ଭାବୁଛି ଭିଡ଼ିଓ ଭଲ ଲାଗିବ। ନମସ୍କାର, ଜୟ ଜଗନ୍ନାଥ, ଜୟ ମା ଗାୟତ୍ରୀ ମାନସ ସାହୁ। ଆପଣଙ୍କ ସହିତ ରୋଷେଇ ହୋଇଛି ମାନସୀରେ। ଏବେ ଦେଖନ୍ତୁ ମୁଁ ଭେଣ୍ଡି ଏଠି ପ୍ରାୟ 250-300 ଗ୍ରାମ ପାଖାପାଖି ନେଇଯାଇଛି। ପ୍ରଥମେ ଭେଣ୍ଡିକି ପୁରା ଗୋଟା ଧୋଇଦେବେ। ଆପଣମାନେ କାଟିକି ଧୋଇବେନି, କାଟିଲେ ନାଳୁଆ ହବ ଭେଣ୍ଡିଟା, ଆଉ ଭାଜିଲା ବେଳେ ଲାଳସ ବହୁତ ବାହାରିବ। କିନ୍ତୁ ଯଦି ଆପଣ ଗୋଟା ଧୋଇ ଦେଇକି ତାହେଲେ କାଟିଦେବେ ତାହେଲେ ବଢିଆ ହବ। ଏବେ ଦେଖନ୍ତୁ ଭେଣ୍ଡି ଟା ଧୋଇଦେଲି। ଆଉ ଭେଣ୍ଡି ଦେଖନ୍ତୁ କାଟିକି ଏଠି ମୁଁ ରେଡି କରିଦେଇଛି, ପୁରା ଛୋଟ ଛୋଟ କାଟି ନେଇଛି। ଆଉ କିଛି ଟମାଟୋ 2ଟା କାଟିଛି, ଆଉ ପିଆଜ ଗିନାଏ କାଟିଛି, ଅଦା ରସୁଣ ନେଇଛି, ରସୁଣ ପୁରା ଗୋଟା ଅଛି। ଆଳୁ ଦେଖନ୍ତୁ ମୋ ସାଇଜରେ ମୁଁ ଆଳୁ କାଟିଛି। ଆପଣ ଚାହିଁଲେ ବି ଆହୁରି ସରୁ ସାଇଜ କାଟି ପାରିବେ, କିନ୍ତୁ ମୁଁ ଅଧିକ ସରୁ କାଟେନି। ଆଉ ଗୋଟା ରସୁଣ କିଛି ନେଇଛି, ଆଉ ଅଦାକୁ ଖଣ୍ଡ ଖଣ୍ଡ କାଟିଛି, କଞ୍ଚା ଲଙ୍କା 2ଟା ନେଇଛି। ଆପଣ ଏଇ ଭଜା ଟିକି କରିବେ କଡେଇରେ, ମାନେ ଯୋଉ ସୋରିଷ ତେଲରେ କରିବେ, ରିଫାଇନ ରେ କରିବେନି। ସୋରିଷ ତେଲ କଲେ ବହୁତ ଭଲ ଲାଗିଥାଏ। ଏବେ ଦେଖନ୍ତୁ ତେଲ ଗରମ ହେଇଗଲା ପରେ ଆମେ ପକେଇଦେଲେ ଫୁଟଣ। ଏବେ ଫୁଟଣ ଟେ ଫୁଟିଯିବ। ଫୁଟଣ ଟା ଫୁଟିଗଲା ପରେ ଆମେ ଏଠି ଆଡ କରିବା, ଦେଖନ୍ତୁ ଏଇ ଯୋଉ ଅଦାକୁ ପୁରା ଛୋଟ ଛୋଟ କାଟିକି ରଖିଥିଲି, ତାକୁ ଏବେ ଆଡ କରିଦେଲେ। ଅଦା 1 ସେକେଣ୍ଡ ଭଳି ଭାଜି ହେଇଗଲା ପରେ ଆମେ ଏଠି ଆଡ କରିବା କିଛି ରସୁଣ। ଦେଖନ୍ତୁ ଏଠି ଗୋଟେ ରସୁଣ ମୁଁ ଅଳ୍ପ ଏଠି ନେଇଛି, ତଥାପି 2ଟା ରସୁଣକୁ ମୁଁ ଛଡେଇକି ନେଇଛି, ଚୋପା ନେଇଯାଇଛି। ବହୁତ ବଢିଆ ଲାଗେ। ଥରେ କରନ୍ତୁ ଏ ପ୍ରୋସେସରେ, ରସୁଣ ଅଦା କାଟିକି ଏମିତି ବହୁତ ବଢିଆ ଲାଗିବ। କିନ୍ତୁ ଆପଣ ରସୁଣ କାଟିବେନି, ପୁରା ଗୋଟା ଦେବେ। ଦେଖି କେତେ ସୁନ୍ଦର ଲାଗିବ ଖାଇବା ପାଇଁ। ଏବେ ଦେଖନ୍ତୁ ଆମେ ତ ରସୁଣକୁ ବି ଭାଜିବା ପାଇଁ ଦେଇଦେଲେଣି। ଏଇ ସମୟରେ ମୁଁ ଆଡ କଲି ମାନେ ପିଆଜ ଆଉ ଲଙ୍କା। ଲଙ୍କା 2ଟା ରାଗ ଅଛି, ତେଣୁକରି ମୁଁ ଲଙ୍କା ମୋ ଖାଇବା ଅନୁସାରେ ଲଙ୍କା ନେଇଛି, ଅଧିକ ନେଇନି। ଆପଣ ଯଦି ଖାଇବେ ତାହେଲେ ଅଧିକ ନେବେ। ଆଉ ଦେଖନ୍ତୁ ମୁଁ ଛୋଟ ଗିନାଏ ପିଆଜ ନେଇଛି, ମାନେ ଗୋଟେ ବଡ ପିଆଜ ପୁରା କାଟି ଦେଇଛି। ଲମ୍ବା ଲମ୍ବା ଆକାରରେ କାଟିଛି, ବେଶୀ ପତଳା କରିନି, ବେଶୀ ମୋଟା କରିନି, ମିଡିୟମ ତାକୁ ରଖିଛି। ଆକୁ ଏବେ ଆମେ ଭାଜିଦବା। ଦେଖନ୍ତୁ ଅଦା ରସୁଣ ପିଆଜକୁ ଭଲ ଭାବରେ ଟିକେ ଭାଜିଦବା। ପିଆଜକୁ ପୁରା ପଚେଇବାନି, ମାନେ ହାଫ ପଚେଇବା, ଯେମିତି ପୁରା ଗୋଟେ ବ୍ରାଉନ କଲର ଆମର ହେଇଯାଏ, ସେମିତି ଭାଜିବାନି ପିଆଜକୁ, ହାଫ ରେ। ଦେଖନ୍ତୁ ଆମର ପିଆଜ ଠି ଅଧା ହେଇଗଲାଣି। ଏଇ ସମୟରେ ମୁଁ ଆଳୁକୁ ଛାଣିକି ରଖିଦେଇଥିଲି। ଆଉ ଯଦି ଆମେ ଆଳୁ କାଟିବା ତାହେଲେ ପାଣି ନଦେଲେ ସେ କଳା ପଡିଯିବ, ତେଣୁକରି ମୁଁ ତାକୁ ପାଣିରେ ପକେଇଛି। ନହେଲେ ଆପଣ ବି ଚୋପା ଛଡେଇକି ବି ଧୋଇକିନି ବି କରିପାରିବେ। ଏବେ ଦେଖନ୍ତୁ ଆଳୁକୁ ଭାଜି ଦେଲେଣି। ଆଳୁକୁ ଆମେ 2-3 ମିନିଟ ଭଳିଆ ଭାଜିବା। ଆଳୁ ଟିକେ ଭଲ ଭାଜି ହେଇଗଲା ପରେ ଆମେ ଯୋଉ ଭେଣ୍ଡି ରଖିଛେ, ଭେଣ୍ଡି କାଟିକି ଭେଣ୍ଡିକି ପକେଇଦବା। ଏଠି ଦେଖନ୍ତୁ ଏବେ ଭେଣ୍ଡି ଆମର ଆଳୁଟା ହେଇଗଲାଣି। ଏବେ ଭେଣ୍ଡିକି ନେଲେ, ଏଇ ଭେଣ୍ଡିଟା ଏ ପ୍ରୋସେସରେ କଲେ କିଛି ନାଳୁଆ ହବନି। ଆପଣ ଭାବିବେ ତ ନର୍ମାଲ ଆଳୁ ଭେଣ୍ଡି ଭଜା, ହେଲେ ବି ତା ସ୍ଵାଦ ଟା ବହୁତ ବଢିଆ ଥାଏ। ଆପଣ କରନ୍ତୁ ଏ ପ୍ରୋସେସରେ, ଜାଣିବେ। ଆଉ କେମିତି ହେଲା ଆପଣଙ୍କ ମତାମତ ନିହାତି କମେଣ୍ଟ ବକ୍ସରେ କହିବେ। ଭଲ ଲାଗିଲେ ଭିଡିଓକୁ ସବସ୍କ୍ରାଇବ କରିବେ। ସବସ୍କ୍ରାଇବ କଲା ପାଖରେ ଥିବା ବେଲ ଆଇକନ କରିଦେବେ। ଆପଣ ଯଦି ଫେସବୁକ ପେଜରେ ଦେଖୁଥିବେ ନିହାତି ଫଲୋ କରିବେ। ଏବେ ଦେଖନ୍ତୁ ଆମେ ଭେଣ୍ଡି ଆଳୁକୁ ଭାଜିବା ଦେଇଦେଲେଣି। ଏବେ ତାକୁ କଣ ଟିକେ ଘୋଡେଇ ଦବା, 5 ମିନିଟ ପାଇଁ ଘୋଡେଇ ଦବା। କିନ୍ତୁ ଗ୍ୟାସ ଫ୍ଲେମକୁ ବେଶୀ ଲୋ କରିବେନି, ବା ହାଇ କରିବେନି, ଟିକେ ମିଡିୟମ ରଖିବେ। ଦେଖନ୍ତୁ ମିଡିୟମ ରଖିଲା ପରେ ଆମର ଭାଜି ହେଇଗଲାଣି। ଭାଜି ହେଲା ପରେ ଏଠି ଆମେ ହାଲକା ଜିନିଷ ପକେଇବା, ବେଶୀ କିଛି ମସଲା ଦରକାର ନାହିଁ। ଅଳ୍ପ ଟିକେ ଟିକେ ଜିନିଷରେ ଦେଖନ୍ତୁ କେତେ ସ୍ଵାଦିଷ୍ଟ ଭେଣ୍ଡି ଟିକେ ହଉଛି ଭଜା। ଆପଣ ଯାହା ବି ଖାଆନ୍ତୁ କେତେ ସ୍ଵାଦ ଲାଗେ ଜାଣିପାରିବେ। ଏବେ ଦେଖନ୍ତୁ ପକେଇଦେଲେ, ଆମେ କଣ ହଳଦୀ ଗୁଣ୍ଡ ପକେଇଦେଲେ। ଆଉ ହଳଦୀ ନିହାତି ପକେଇବା ଦରକାର। ଏବେ ଦେଖନ୍ତୁ ମୁଁ ଯଦି ଗୋଟା ମୋବାଇଲ ଟା ଧରିଛି, ତେଣୁକରି ମୁଁ କଢେଇ ଟିକେ ଗଡି ପଇଲା। ଆଉ ଆପଣ ଟିକେ ଚେଷ୍ଟା କରିବେ ଧରିକି କରିବା ପାଇଁ। ଆଉ ଏବେ ଦେଖନ୍ତୁ ମୋ ପାଖରେ ଷ୍ଟାଣ୍ଡ ନାହିଁ, ତେଣୁକରି ମୁଁ କରିନି। ଆଉ ଏବେ ଦେଖନ୍ତୁ ମୁଁ ଲୁଣ ପକେଇଦେଲି। ଯେତିକି ଲୁଣ ଆବଶ୍ୟକ ସେତିକି ହିଁ ଲୁଣ ପକେଇବା। ଆପଣ ଟିକେ ଚେଷ୍ଟା କରିବେ ଲୁଣିଆ କରିବେନି। ଆଉ ଯଦି ଠିକ ରହିଲା ଲୁଣ ଭାଗଟା, ତାହେଲେ ବହୁତ ବଢିଆ ଲାଗେ। ଥରେ କରନ୍ତୁ ଏ ପ୍ରୋସେସରେ ଭେଣ୍ଡି ଆଳୁ ଭଜା। ଆପଣ କହିବେ ମାନେ ହାତ ପୋଛି ପୋଛି ପ୍ଲେଟ ବି ସଫା ହେଇଯିବ, ଜାଣିପାରିବେନି କେତେବେଳେ କେତେ ସୁନ୍ଦର ଲାଗିବ ଖାଇବା ପାଇଁ। ଏବେ ଦେଖନ୍ତୁ ଆପଣ ଟିକେ ଘୋଡେଇ ଦେଲେ। ଏମିତି ଟିକେ ଘୋଡେଇ ଘୋଡେଇ କରିବେ। ଏଠି ତ ଆମର ପାଣି ବି ଆବଶ୍ୟକ ନାହିଁ କିଛି, ଯେହେତୁ ଭେଣ୍ଡି ଆଳୁ ବିନା ପାଣିରେ କରିହବ ଆରାମସେ। ଏଠି ଦେଖନ୍ତୁ ମୁଁ ଛୋଟ ପ୍ୟାକେଟ ଗୋଟେ ଟଙ୍କାକିଆ ପ୍ୟାକେଟ, ମାନେ ସବଜି ମସଲା ଆଉ ଗୋଟେ ମିଟ୍ ମସଲା ପକେଇଛି। ଆପଣ ତାର ଯଦି ବଡ ଜିନିଷ ଅଛି ତାହେଲେ ହାଫ ଚାମଚ ଭଳିଆ ପକେଇବେ ମସଲା ସବୁ। ଆଉ ଏଠି ଦେଖନ୍ତୁ ମୁଁ ଟମାଟୋ ଯୋଉ କାଟିଥିଲି, ଟମାଟୋକୁ ଆଡ କରିଦେଲି। କାହିଁକି ନା ଆମର ଭେଣ୍ଡି ଆଳୁ ହେଇନି, ଆଗରୁ ଯଦି ଟମାଟର ପକେଇଦବା ସେଇଟା ହେଇଯିବ, କିନ୍ତୁ ଟିକେ ଲେଟ୍ ହବ। କିନ୍ତୁ ମୋ ମତରେ ଏମିତି ପଛରେ ଟିକେ ପକେଇଲେ ବହୁତ ବଢିଆ।
ମୁଁ ଯେମିତି କରିଛି ମୁଁ ଆପଣଙ୍କୁ ଦେଖେଇ ଦେଇଛି ଆଉ ଭାବୁଛି ଭିଡ଼ିଓ ଭଲ ଲାଗୁଥିବ। ଆଉ କେମିତି ହଉଛି ଆପଣଙ୍କୁ ଭଲ ଲାଗୁଛି ନା ନାହିଁ ନିହାତି କମେଣ୍ଟରେ କହିବେ। ଆପଣଙ୍କୁ ଆଉ କଣ କେମିତି ଦରକାର ମାନେ ଭେଜର କିଛି ଜିନିଷ ମତେ ନିହାତି ଭାବେ କମେଣ୍ଟ କଲେ ମୁଁ ଆପଣଙ୍କ ପାଇଁ ଆଣିବି। ଏବେ ଦେଖନ୍ତୁ ଭେଣ୍ଡି ଆଳୁ ଭଜା ସହିତ ଟମାଟୋ ବି ସିଝି ଗଲାଣି। ଏବେ ଦେଖନ୍ତୁ ଆମେ ଆଉ ୟାକୁ ଭଲ ଲାଗିବା ପାଇଁ ଆଉ ଟିକେ ପକେଇବା ଚଟପଟା ପାଇଁ ଟିକେ ମ୍ୟାଗି ମସଲା। ଏଠି ଦେଖନ୍ତୁ ଗୋଟେ ପ୍ୟାକେଟ ର ମୁଁ ହାଫ ପ୍ୟାକେଟ ନେଇଛି। ଆପଣ ଯଦି ମିଟ୍ ମସଲା କରି ପାଉଡର କିଛି ନ ପକେଇ ଖାଲି ଗୋଟେ ପ୍ୟାକେଟ ମ୍ୟାଗି ମସଲା ପକେଇଲେ ବି ବହୁତ ବଢିଆ ଲାଗିବ। ଏବେ ଦେଖନ୍ତୁ ମ୍ୟାଗି ମସଲା ପକେଇଲା ପରେ ଟିକେ ଶୁଖି ଯାଇଛି ଭଜା ଟା। ତେଣୁକରି ଏଠି 2-3 ଚାମଚ ଭଳିଆ ପାଣି ମୁଁ ଦେଇଛି ଅଧିକ ଦେଇନି ପାଣି। ଦେଖନ୍ତୁ ଏ ଅପସନାଲ ଅଛି ପାଣି ଟା। ଯଦି ଆପଣଙ୍କର ଏଇ ପାଣି କଡରେ ବାହାରିଛି ତାହେଲେ ଆପଣ ପାଣି ଦେବେନି ମତେ ଲାଗିଲା ଟିକେ ଶୁଖିଲା ଭଳିଆ ନହେଲେ କଡ ସବୁ ଲାଗିଯିବ ତେଣୁକରି ମୁଁ ଟିକେ ଏଠି 2-3 ଚାମଚ ଭଳିଆ ମସଲା ପକେଇ ଦେଇଛି। ୟାକୁ ବି ଏତିକି ଘୋଡେଇଦବା। ଏବେ ଆମର ଭେଣ୍ଡି ଭଜା ଅଲରେଡି ହେଇଗଲାଣି ଆଉ 5 ମିନିଟ ପାଇଁ ଭାଜିଦବା। ଏବେ ଦେଖନ୍ତୁ ଯୋଉ ପାଣି ଦେଇଥିଲେ ସେ ଟିକେ ଫୁଲ ମାନେ ଉତୁରିଲା ଭଳିଆ ଦେଖା ଯାଉଛି ଦେଖନ୍ତୁ ହେଲେ ବି ମାନେ କିଛି ଦେଖାଯାଉନି ଏଇଭଳିଆ ଭାବରେ ଭଜାଟା ହିଁ ହବ। ଆଉ ବହୁତ ଭଲ ଲାଗେ ଖାଇବା ପାଇଁ ଥରେ କରିକିନା ଖାଆନ୍ତୁ। କେମିତି ହେଲା କହିବେ ଦେଖନ୍ତୁ ଏଠି ମୋର ଭେଣ୍ଡି ଭଜା ହେଇଗଲା। ଶେଷରେ ପକେଇଦେଲେ ଆମେ ଟିକେ ଧଣିଆ ପତ୍ର। ଯଦି ଧଣିଆ ପତ୍ର ଅଛି ତ ପକାନ୍ତୁ ନହେଲେ ତାକୁ ସ୍କିପ ହିଁ କରନ୍ତୁ। କିଛି କଥା ନାହିଁ ତଥାପି ସେ ବହୁତ ବଢିଆ ହିଁ ଲାଗିବ। ଆଉ ଭାବୁଛି ଭେଣ୍ଡି ଆଳୁ ଗୋଟେ ନୂଆ ପ୍ରକାର ଭଜା ଆପଣଙ୍କୁ ବହୁତ ଭଲ ଲାଗିବ। ଆପଣ ଖାଇଲା ବେଳେ ଦେଖିବେ ରସୁଣ ଟା ପାଟିରେ ଲାଗେ ବହୁତ ବଢିଆ ଲାଗେ। ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ସେଟା କହିବେ। ତାହେଲେ ଆଉ ଗୋଟେ ନୂଆ ଭିଡ଼ିଓ ପାଇଁ ଆପଣ ଅପେକ୍ଷା କରନ୍ତୁ। ରଖୁଛି ଧନ୍ୟବାଦ ଜୟ ଜଗନ୍ନାଥ ଜୟ ମା ଗାୟତ୍ରୀ ନମସ୍କାର। ଦେଖନ୍ତୁ କେତେ ସୁନ୍ଦରରେ ଭେଣ୍ଡି ଆଳୁ ଗୋଟେ ଭଜା ହେଇଗଲା। ଆପଣ ତାକୁ ଭାତ ରୁଟି ସହିତ ଖାଆନ୍ତୁ ଏଞ୍ଜୟ କରନ୍ତୁ ଧନ୍ୟବାଦ।